हे लोक पिता जगत जन पिता ब्रह्मांडनाथ पिता पंच प्राण पिता महीधर पिता हे नाथ भूमि पिता गंगा नद्य नीर प्रवाहक पिता हे चंद्र सूर्य पिता श्रीकंठ पिता हे पितामह पिता त्राहि तुमेव प्रभो। श्री गुरु प्रेमानंदिनी राय गौर हरि हरि बोल। जय जगन्नाथ जय शिशु अनंत जय गुरु। आजिर दिन रे समस्तंकर शांति सुस्थ जीवन प्रगति कामना करुछि एवं सबुदिने आपण मानकु मने पकई दउछि आपण माने समस्ते सचेतन रुहंतु चेतना शून्य हुअंतु नहीं। ठाकुर अभिराम गोटे पदरे लिखिचंती चैतन्य ठेंगा को हृदय धर। तुम भितर जो चैतन्य बा विवेक बा बुद्धि रही तुमरी भितर अच्छी तुम मस्तिष्क भितर अच्छी तेणु चैतन्य ठेंगा को हृदय धर। पहरा रहतु अहोरात्र सबुबेले जहा करूच जहा कहूच जहा आगु को करिवो हेतिपाई सबुबेले सचेतन रुह। निजर बुद्धि विवेक ज्ञान को सबुबेले नेइकरी चाल भूल बाटरे जाओ नहीं। नित्यानंद संगरे थिब रही नित्यानंद कहले जो हृदय रे जो आत्मा अछंती से आत्मशक्ति को चिंतन कर अर्थात हृदय चक्र को ध्यान कर देख तांकु ज्ञान नेत्र फिटाई। ज्ञान नेत्र कहले यही चक्र को ललाट चक्र को आखि बुझी ध्यान कर बा यही भली भाव रे ध्यान कर। या द्वारा कौन हब ना तुम भितरे चित भगवान कर गोटे ना होची सच्चिदानंद ब्रह्म ईश्वर परम कृष्ण सच्चिदानंद विग्रह। सच्चिदानंद कहिले सत युक्त चित युक्त आनंद सच्चिदानंद एवं से सच्चिदानंद विग्रह सच्चिदानंद रूपाय विश्वोत्पत्त्यादिये तबे। तेणु से सच्चिदानंद विग्रह कहा जाए गोटे तत्वदर्शी माने गोटे मंत्र जप करती सचिदेकं ब्रह्म सचिदेकं ब्रह्म गोटे दीक्षा मंत्र ये। तेणु तुमरी भितरे बा आमरी भितरे आम समस्त भितरे विशेषतः मनीष भितरे से सच्चिदानंद शक्ति बा चैतन्य शक्ति दिव्य चैतन्य रूप से अच्छी पशुपक्षी भितर अच्छी से कौ भली भाव अच्छी केवल चैतन्य रूप से अच्छी से माने भी खाऊँच बुलूचंती पशु पक्षी एमानकर भी सबकि अच्छी घर अच्छी से हूँ चैतन्य शक्ति कि मनीष भितर जो शक्ति रही सी हूँ दिव्य चैतन्य। सी गोटे पक्षी की उड़वा देखिक गोटे उड़ा जहाज तैयारी कर आज जो ज्ञान विज्ञान कल कौशल आज जो प्रगति चली एभली कि मनीष
ଚନ୍ଦ୍ରମଣ୍ଡଳ ଠାରୁ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଯିବା ପାଇଁ ସେ ତତ୍ପର ହୋଇ ଉଠିଛି। ଏହା କ'ଣ? ଏହା ପଶୁପକ୍ଷୀଙ୍କ ଦ୍ୱାରା ହେବ ନାହିଁ, କେବଳ ମଣିଷ ଦ୍ୱାରା ହିଁ ହେବ। ଦିବ୍ୟ ଚୈତନ୍ୟ ଆଜି ଆମ ପୃଥିବୀକୁ ବା ଆମ ଦେଶକୁ ରାଜ୍ୟକୁ ଗୋଟେ ମହାମାରୀ ଆସିଛି ବା କୌଣସି ଅଜଣା ରୋଗ ଗୋଟେ ଆସୁଛି, ଆଜି ବି ଅଛି, ସବୁବେଳେ ବି ଅଛି, ଆସେ। ତା ପାଇଁ ଆଜି ତାର ନିରାକରଣ କ'ଣ ହେଇପାରିବ, ସେଥିପାଇଁ ମଣିଷ ତତ୍ପର ହେଇ ଉଠିଛି, ଯାହାକୁ ଆପଣମାନେ ବୈଜ୍ଞାନିକ ବୋଲି କହୁଛନ୍ତି, ଯାହାକୁ ଆପଣମାନେ ଡକ୍ଟର ବା ଚିକିତ୍ସକ ବୋଲି କହୁଛନ୍ତି। ମେଡିସିନ ତିଆରି ହେଉଛି ଏଇ ପଞ୍ଚମହାଭୂତରୁ ଦ୍ରବ୍ୟ ସଂଗ୍ରହ କରି ମେଡିସିନ ତିଆରି ହେଉଛି। ଅନେକ ଲୋକ କହନ୍ତି ଆମେ ଠାକୁରଙ୍କ ଆଶ୍ରାରେ ଅଛୁ, ମେଡିସିନ ଖାଇବନି। ଠାକୁର ମେଡିସିନଟା ମଧ୍ୟ ସେଇ ଠାକୁର ହିଁ ସୃଷ୍ଟି କରିଛନ୍ତି। ଯାହା ସୃଷ୍ଟି ହେଇଛି ଏଇ ପୃଥିବୀ ଭିତରେ ଥିବା, ଏଇ ପଞ୍ଚମହାଭୂତ ଭିତରେ ଥିବା ସମସ୍ତ ଶକ୍ତି ବା ସମସ୍ତ ଦ୍ରବ୍ୟର, କିଛି କିଛି ଦ୍ରବ୍ୟର, ବୃକ୍ଷ ତରୁ ତୃଣ ଲତାର ଔଷଧୀୟ ଶକ୍ତିକୁ ନେଇ ମେଡିସିନ ତିଆରି ହେଇଛି। ମେଡିସିନ ଖାଇବା ଯାହା ବା ଔଷଧ ଖାଇବା ଯାହା, ଭଗବାନଙ୍କର ତୁଳସୀ ପାଇବା ମଧ୍ୟ ସେଇଆ। ତେଣୁ ମଣିଷ ଭିତରେ ରହିଛି ଦିବ୍ୟ ଚୈତନ୍ୟ, ପଶୁପକ୍ଷୀଙ୍କ ଭିତରେ ରହିଛି ଚୈତନ୍ୟ ସତ୍ତା। ଆପଣ ଗୋଟେ କୁକୁର ଘରେ ପାଳୁଛନ୍ତି, ସେ ଆପଣଙ୍କୁ ଜଗିଛି, ଆପଣଙ୍କ ଘରକୁ ଜଗିଛି, ସେ ଆପଣଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମମତା ଖୋଜୁଛି। ବିଲେଇଟିଏ ମଧ୍ୟ ସେଇଆ, ଶୁଆ ଶାରୀଟିଏ ସେଇଆ। ଇଏ ହେଉଛି ଚୈତନ୍ୟ ସତ୍ତାର କଥା। ମଣିଷର ସଂସ୍ପର୍ଶରେ ସେମାନଙ୍କର ପରିବର୍ତ୍ତନ ହେଉଛି। ସେଇଭଳି ଭାବରେ ବୃକ୍ଷ ତରୁ ତୃଣ ଲତା ଏମାନଙ୍କର ବି ଜୀବନ ଅଛି। ଆମେ ସିନା ତାକୁ କାଟି ପକାଉଛୁ, ହାଣି ପକାଉଛୁ, ଆମେ ଗଛଟା ଆଉ ହାଣିଦେଲୁ। ଆଉ ସେଠି ଭଗବାନଙ୍କର ସତ୍ତା ଅର୍ଦ୍ଧ ଚୈତନ୍ୟ ଭାବରେ ଅଛି। ତୁମେ ତାକୁ ହାଣିଲେ ସେ କିଛି କହୁନାହିଁ, ତାକୁ ବଞ୍ଚେଇଲେ ବି ସେ କିଛି କହୁନାହିଁ, ତା ଡାଳ କାଟିଲେ ବି କିଛି କହୁନାହିଁ, ତା ଫଳ ଖାଇଲେ ବି ସେ କିଛି କହୁନାହିଁ। ସେଠି ରହିଛି ଅର୍ଦ୍ଧ ଚୈତନ୍ୟ, ଚୈତନ୍ୟ ସତ୍ତା ଅଛି। ନହେଲେ ସିଏ ମଧ୍ୟ ସୂର୍ଯ୍ୟ କିରଣ ଖୋଜୁଛି, ସିଏ ମଧ୍ୟ ଅମ୍ଳଜାନ ଆମକୁ ଦେଉଛି, ସିଏ ଅଙ୍ଗାରକାମ୍ଳ ଛାଡ଼ୁଛି। ତେଣୁ ସିଏ ହେଉଛି ଅର୍ଦ୍ଧ ଚୈତନ୍ୟ। ଏଇ ଯେଉଁ ମାଟି ପଥର ଗୋଡ଼ି ବା ଏଇ ଯେଉଁ ଦ୍ରବ୍ୟ ସବୁ, ଆମ ବାଲି ମାଟି, ଏହା ଭିତରେ ମଧ୍ୟ ଚୈତନ୍ୟ ସତ୍ତା ରହିଛି। ସେ ଚୈତନ୍ୟ ସତ୍ତାଟି ସୁପ୍ତ ପରି ବୋଧ ହେଉଛି, କିନ୍ତୁ ଆପଣ ତାକୁ ବ୍ୟବହାର କଲେ ଗୋଟିଏ ଦ୍ରବ୍ୟ ସହିତ ଆଉ ଗୋଟିଏ ଦ୍ରବ୍ୟକୁ ସଂଯୋଗ କରି ମଣିଷ ଆଜି ବହୁତ ଆଗରେ। ମାଟିରେ ଧାନ ବୁଣିଲେ ଏଇଭଳି ଭାବରେ ମାଟିକୁ କର୍ଷଣ କଲେ ତା ଭିତରୁ ଶସ୍ୟ ଉତ୍ପାଦନ ହେବ। ଏଇ ମାଟିରେ ନିମ୍ବ ଗଛଟିଏ ସୃଷ୍ଟି ହେଇଛି, ସେ ପିତା ଲାଗୁଛି, ସେଇ ଗଛଟିକୁ କାଟିକି ଯଦି ଆମ୍ବ ଗଛଟିଏ ଲାଗିବ, ସେ ଗୋଟିଏ ମିଠା ଫଳ ଦେବ। ଆଜି ବାଲିରେ ଗଛ ହୁଏ ନା, କିନ୍ତୁ ବାଲି ସିମେଣ୍ଟକୁ ନେଇକରି ମଧ୍ୟ ଆପଣ ଘର ଦ୍ୱାର କରି, କୋଠା ନିର୍ମାଣ କରି, କିଏ ପଥରର ଘର କରିଛି, କିଏ ବାଲି ବା ସିମେଣ୍ଟର ଘର କରିଛି। ସେ ଘର କରିକି ଆପଣମାନେ ଆନନ୍ଦରେ ରହିଛନ୍ତି। ତେଣୁ ସବୁ ଭିତରେ ଭଗବାନଙ୍କର ଚୈତନ୍ୟ ସତ୍ତା ରହିଛି। ଜଳ ସ୍ଥଳ ବନ ଗିରି ଆକାଶ ସବୁ ଭିତରେ ଅଛି।
केते ये पृथ्वीटा केते सुंदर, केते सुंदर आम जीवन। आमे जो जीवन टी पाइचु, आपण गोटे मेडिकल साइंस रो जने डॉक्टर को पचारंतु बा आपण माने से बही पढ़ंतु, शरीर विज्ञान बही पढ़ंतु। हमें तो भगवान को मंदिर मस्जिद चर्च गुरुद्वार रे खोजुछु। जदि आपण निज शरीर को बा निजर जीवन प्रक्रिया केमिटी हार्ट माने हृदय केमिटी अच्छी, लिवर केमिटी अच्छी, ब्रेन केमिटी काम करुच्ची, जदि मस्तक ठारू पाद पर्यंत केते शिरा केते प्रशिरा रक्त केमिटी प्रवाहित होउची, ये सब कथा को जदि आप माने पढ़ते, आमे तो गीता पढ़ुचे, भागवत पढ़ुचे, रामायण पढ़ुचे, महाभारत पढ़ुचे, किंतु जदि जन को कह तमें सबुदिन शरीर विज्ञान विषय पढ़, से पढ़ कि तार भक्ति आसबनी कह शरीर विज्ञान ताकू पिला पाठ पढ़ी पास करेंगे, पास कर सारा पर चाकरी करेंगे ना। निज जीवनटाକୁ जदि आप अनुसंधान करेंगे चैतन्य शक्ति द्वारा बा दिव्य चैतन्य शक्ति द्वारा, आप जानवे भगवान केते मंगलमय, केते सुंदर ये पंच महाभूत रे जीवन को तैयारी करी। आपण माने इतिहास जदि पढ़िबे केते, आमे तो रावण कथा कहूचु, कंस कथा कहूचु, महिषासुर कथा कहूचु, एतिकी भितर आमर सीमित कथा रही। किंतु आपण माने जानी पारिबे इतिहास रे, इतिहास पृष्ठारू जानी पारिबे जे ये जाति पाई, ये देश पाई, ये पृथ्वी पाई केते अमर पुरुष मान जन्म होइचंती। आज भी कंस अछंती, आज भी रावण अछंती। खाली रामायण पढ़ीदेले हबनी, इतिहास रे आपण देखंतु, इतिहास भितरे आपण राम भरतंक भली त्यागी व्यक्ति को पाइबे, रामक भली मर्यादा पुरुषोत्तम को पाइबे, एवं भरत भली त्यागी लोक को पाइबे, रावण भली गोटे अत्याचार बा दंभ दर्पाभिमान मनीष को पाइबे। तेणु सज्जन ये हूँ कथा। ये बाया कहले, बाया बाबा गोटे बाणी आज पढ़ा। बाया बाबा कहले जड़े पिलार प्रश्न को, प्रश्नर उत्तरटा को से बुझेले। पिलाटी कहला को सबू मिलिबो ताले बहुत भल, पिलाटी कहला। बाबा कौन कहले? बाया बाबा कहले हाँ रे बाप, मन तो कहे घोड़ा चढ़िबो, आम मन कहूची घोड़ा चढ़िबो, किंतु आम अर्जित कर्म, पूर्वार्जित कर्म कहूची आमे घास काटिबो, अर्जित कर्म ही रहूची। मन कहूची घोड़ा चढ़िबो, किंतु काम कहूची घास काटिबो। कामटा मन मुताबक हेले सिना मालिक पूरा मजूरी दब। आमे सिना भल काम करिवार संकल्प नेले ताले मालिक जेमती जड़े मजूरिया आम घरे मजूरी मूल लगे को आसी, सी सिना भल काम कले ताकू मालिक पूरा मजूरी खुशी रे दब बा पुणी ताकू थरे डाकिब। जदि से काम जदि खराब कला मालिक ताकू डाकबनी, ता पैसा काटिदेव। तेणु सेमती मनीष जदि भल काम कला ताले आमे निश्चय मजूरी पाइबू। मूल लगी था मूलिया दिने पाइबू मजूरी। बाबा कहले से बड़ गहन पाठ,
କହିଦେଲେ ହେବନି, ଖାଲି ଶୁଣିଦେଲେ ବି ହେବନି। ସନ୍ଥ ତୁଳସୀ ଦାସଙ୍କର ଗୋଟିଏ ଦୋହା ବାବା କହିଲେ, ତୁଳସୀ रसना साफ करो धरो गरीब बेश, जहाँ जाओगे मानो वहाँ तुम्हारी देश। तुमर रसना को तुम्हें आगे संयम कर। रसना कहले आपण कहे आम दांत घषिकी तो जीव छेलुचु आउ नाई, ସେଇଟା ଆପଣଙ୍କର ନିତ୍ୟକର୍ମ। ତାକୁ ଏ କଥା ଏଠି କୁହାହେଇନି। ସବୁବେଳେ ଆଡ଼ୁ ସାଡ଼ୁ ଯେଉଁ ଜିଭ ଅଛି ବୋଲି, ତମ ପାଟିଟା କଥା କହୁଛି ବୋଲି ଆଡ଼ୁ ସାଡ଼ୁ ବାଜେ କଥା ଗପନା, ଅଯଥା କଥା କୁହନା, ଯେତିକି ପ୍ରୟୋଜନ ସେତିକି କୁହ। ଜଣେ ଜଣେ ବ୍ୟକ୍ତିଙ୍କୁ ବଳିଆ ବି ଦେଖିଛି, ଆପଣମାନେ ବି ଦେଖିଥିବେ, କିଛି କଥା ନଥିବ, କେବଳ ସେମାନେ ଗୁଡ଼ାଏ ଗପନ୍ତି। ତାଙ୍କୁ ଲୋକ କହନ୍ତି ନା ଗପୁଡ଼ା ଲୋକଟିଏ, ଗପୁଡ଼ି ମାଉସୀଟିଏ। ଅଯଥା କଥା ଗପନା, ଏ ହେଉଛି ରସନା। ଆଉ ଗୋଟେ ରସନା ହେଉଛି ଆଜି ବିରିୟାନୀ ଖାଇବି, କାଲିକି ପଲଉ ଖାଇବି, ତାପରେ ହେଠୁ ମନ ହେଲା ନାହିଁ ଆକୁ ଆଉ ଖାଇବାନି, ସେ ଫ୍ରାଏଡ଼୍ ରାଇସ୍ ଖାଇବି। ଖାଇବାରେ କିଛି ମନା ନାହିଁ, କିନ୍ତୁ ଖାଦ୍ୟକୁ ସଂଯମ କର। ଏଇଆ ହେଲେ ଖାଇବି, ଏଇଆ ନହେଲେ ଖାଇବିନି, ଏଇ ଯେଉଁ ଭାବନାଟା, ତାକୁ ବି ସଂଯମ କରିବାକୁ ପଡ଼ିବ। ମୋ ଜୀବନର ଅନୁଭୂତିରୁ ଗୋଟିଏ ପଦ କହୁଛି, ଧାଡ଼ିଟିଏ କହୁଛି। ମୋର ବଡ଼ ବୋଉ ଥିଲେ, ବାପାଙ୍କ ବଡ଼ ଭାଉଜ, ତାଙ୍କ ନାଁ ବଦନୀ ଦେବୀ। ଆମେ ଜନ୍ମ ହେଇଥିଲୁ, ମୋ ବାପା ବୋଉଙ୍କ ପାଖରେ ମୁଁ ଯଦିଓ ରହୁଥିଲି, କିନ୍ତୁ ବଡ଼ ବୋଉ ବହୁତ ଭଲ ପାଉଥିଲା। ଇଏ ବଳିଆକୁ ବି ବହୁତ ଭଲ ପାଇଛି। ମୁଁ ତାରି ପାଖରେ ଶୋଇଥିଲି, ତାରି ପାଖରୁ ହିଁ ଆଶ୍ରମକୁ ଆଇଲି। ମୋ ଜୀବନର ଆଶ୍ରମ ଅଧ୍ୟାୟ ତାରି କୋଳରୁ ହିଁ ଆରମ୍ଭ ହେଇଥିଲା। ସେ ସଜନା ପତ୍ର ସାରୁ ବାଇଗଣ ତରକାରୀଟିଏ ବହୁତ ଭଲ କରେ। ବଳିଆ ତାକୁ ଖାଏ, ଆମେ ତ ସବୁଦିନ ତାରି ଘରେ ଅଧିକାଂଶ ସମୟ ଖାଉ। ଆଉ ବଳିଆ ଆଶ୍ରମକୁ ଆସିବା ପରେ ମୁଁ ବଡ଼ ବୋଉକୁ କହେ, ବଡ଼ ବୋଉ ସଜନା ପତ୍ର ତରକାରୀ ଟିକେ ଦିଅନ୍ତୁନି, କରିକି ଟିକେ ଦିଅନ୍ତୁନି। ସିଏ ନିଜେ ତା ବାଡ଼ିରେ ଥିବା ସଜନା ଗଛରୁ ସଜନା ଡାଳ ଆଣିବ, ସାରୁ ବାଇଗଣ ସବୁ ନେଇକରି ଆସିବ। ଆଶ୍ରମ ସେତେବେଳେ ଅତି ଛୋଟ ପରିସର ଭିତରେ ଥିଲା। ନିଜେ ସେ ତରକାରୀଟି କରିବ, ବଳିଆକୁ ଖାଇବାକୁ ଦେବ। ବଳିଆ ଖାଇସାରିଲେ ସେ ଘରକୁ ଯିବ। ତୁଳସୀ ଦାସ କହିଲେ, ରସନାକୁ ଯିଏ ସଂଯମ କରିଛି, ଆଉ ଅର୍ଥ ବଳିଆ କହୁନି ଯେ ବଳିଆ ରସନାକୁ ସଂଯମ କରିଛି, ମୁଁ ଇଏ ଦାବି କରୁନି। ଯାହା ମିଳିବ, ଭାଗବତରେ ଗୋଟିଏ ପଦ ଅଛି, ଅଳପେ ବହୁତେ ସନ୍ତୋଷ ନ ମିଳେ କରେ ଉପବାସ। ଯେଉଁ ବ୍ୟକ୍ତି ଆଜି ଶାଗ ଭାତଟିଏ ମିଳିଛି, ଡାଲି ଟିକେ ଶାଗ ଭଜା ହେଇଛି, କି ଡାଲି ଟିକେ ଆଳୁ ଭର୍ତ୍ତା ହେଇଛି, ଆଜି ଯେମିତି ଖାଇକି ସେ ସନ୍ତୋଷ ହେଉଛି, ଆସନ୍ତାକାଲି ଯଦି ତାକୁ ମିଳିବ ଆଳୁ ଦମ୍ ମିଳିବ, ତାହେଲେ ସେ ସେଇ ଖୁସିଟା ହେବ। ହଁ, କାଲି ଶାଗ ତରକାରୀ ଖାଇଥିଲେ, ଆଜି ଆଳୁ ତରକାରୀ ଖାଇଲେ କ'ଣ ଅସୁବିଧା ହେଲା? ତେଣୁ ସଜ୍ଜନ, ରସନାକୁ ସାଫ କର, ଅର୍ଥାତ୍ ପରିଷ୍କାର କର। କଥାକୁ ସଂଯମ କର, ଖାଦ୍ୟକୁ ସଂଯମ କର। ତାପରେ କହିଲେ, ଧର ଗରିବ ବେଶ। କି କଥା ହୋ? ଆମ ଘରେ ଅର୍ଥ ଅଛି, ଆମେ ଭଲ ପୋଷାକ ପତ୍ର ପିନ୍ଧିବା। ବଳିଆ ପାଖରେ ଜାମା ଅଛି,
ପିଲାମାନେ ମୋତେ ସବୁଦିନେ ଗୋଟେ ଗୋଟେ ଜାମା ପିନ୍ଧେଇ ଦେଉଛନ୍ତି। ମୁଁ କହେ ଇଏ ଯିଏ ଭାବୁଥିବ କ'ଣ ବାବା ଭଳିଆ କ'ଣ ଆଜି ନାଲିଆ ପିନ୍ଧିଲେଣି କାଲି ନେଳିଆ ପିନ୍ଧିଲେଣି ଇଏ କ'ଣ କଥା। କିନ୍ତୁ ବଳିଆ ଆଜି ପର୍ଯ୍ୟନ୍ତ ଜାମା ଖଣ୍ଡେ ତିଆରି କରିନେଇ କି କିଣି ନାହିଁ। 52 ବର୍ଷ ହେଇଗଲା ମାନେ ଆଶ୍ରମ। ଥରେ ଜୀବନରେ 9 ଟଙ୍କାର ଗୋଟିଏ ପୋଷାକ କଲିକତାର ଫୁଟପାଥରୁ ମୁଁ କିଣିଥିଲି। ଜୀବନର ସେତିକି। ଖଣ୍ଡିଏ ଜାମାରେ ଅନେକ ଦିନ ମୁଁ ଖଣ୍ଡିଏ ଜାମାରେ ମୁଁ କଟେଇଛି। ସେ ଜାମା ଆଜି ବି ମୋର ମନେ ଅଛି। ଇଏ ଯେତେ ଜାମା ପିନ୍ଧୁଛି, ଯେତେ ଲୁଗା ପିନ୍ଧୁଛି, ଯେତେ ବିଛଣାରେ ଶୋଉଛି, ସବୁ ଭକ୍ତମାନଙ୍କର ଆପଣମାନଙ୍କର ଦାନ। ନ ପିନ୍ଧିଲେ ମନ ଦୁଃଖ କରୁଛନ୍ତି, ବାବା ଆମେ ଶ୍ରଦ୍ଧାରେ ଦେଇଛୁ ଆପଣ ଟିକେ ପିନ୍ଧିବେ। ବଳିଆର ଶ୍ରଦ୍ଧା ଆପଣମାନେ, ଭକ୍ତମାନେ, ଆଶ୍ରିତା ମାନେ ହେଉଛନ୍ତି ବଳିଆର ଦକ୍ଷିଣା। ବଳିଆର ପ୍ରଥମ ଇଷ୍ଟାର୍ଘ୍ୟ ହେଉଛି ଭକ୍ତର ଭାବନା, ଭକ୍ତ ସହିତ ସମ୍ବନ୍ଧ। ଆପଣମାନଙ୍କ ସହିତ ସମ୍ବନ୍ଧ ହେଉଛି ବଳିଆର ପ୍ରଥମ ଇଷ୍ଟାର୍ଘ୍ୟ। ଦ୍ୱିତୀୟ ଇଷ୍ଟାର୍ଘ୍ୟ ହେଉଛି ଆପଣମାନେ ଯାହା ଗୋଟିଏ ଖୁସିରେ ଇଷ୍ଟଙ୍କ ଉଦ୍ଦେଶ୍ୟରେ ଦାନ କରିବେ, ସେ ଇଷ୍ଟଙ୍କ ସେବାରେ ଲାଗିବ, ସେ ହେଉଛି ଦ୍ୱିତୀୟ ଇଷ୍ଟାର୍ଘ୍ୟ। କିନ୍ତୁ ତୁମେ ଏତିକି ଅର୍ଥ ଦିଅ, ନଦେଲେ ତମ କଥା ବଳିଆ ବୁଝିବନି କି ଶୁଣିବନି, ତା ମଧ୍ୟ ନୁହେଁ। ଯେଉଁମାନେ ଆଶ୍ରମ ସହିତ ସମ୍ପର୍କ ରଖି ଆଶ୍ରମ ବଳିଆକୁ ଠାରୁ ଦୂରେଇ ଯାଇଛନ୍ତି, ତାଙ୍କ ସହିତ ସମ୍ବନ୍ଧ ବଳିଆ ଫୋନ୍ ମାଧ୍ୟମରେ ଆଜି ବି ରଖୁଛି ଏବଂ ତାଙ୍କୁ ଜଣାଉଛି ତୁମେ ଦୂରେଇ ଯାଇପାର କିନ୍ତୁ ବଳିଆ ପାଖରେ ତମେ ସମସ୍ତେ ଅଛ ଏବଂ ରହିବ ମଧ୍ୟ। ତେଣୁ ଗରିବ ବେଶ ବାବା ବାୟା ବୁଝେଇଲେ। ଗରିବ ବେଶ ମାନେ ଇଏ ଛିଣ୍ଡା ମଇଳା ପିନ୍ଧିବ ତା ନୁହେଁ, ଦୈନ୍ୟତା ଭାବ ରଖ। ତୁଳସୀଦାସ କହିଛନ୍ତି ଧରୋ ଗରିବ ବେଶ, ଅର୍ଥାତ୍ ତୁମର ଆଚରଣ ଶୁଦ୍ଧ ହଉ, ତମ ବାକ୍ୟ ମିଠା ହଉ, ତୁମେ ଦମ୍ଭ ଦର୍ପ ବିମାନଶ୍ଚ କ୍ରୋଧ ପାଲୁଷ୍ଟମେବ। ଏଇ ଯେଉଁ ଗୀତାରେ ଅଛି, ତୁମେ ଦମ୍ଭ ଅଭିମାନରୁ ଦୂରେଇ ଯାଅ, ତୁମେ ସବୁବେଳେ ସରଳ ମାନେ କୁଟିଳ ହୁଅ ନା, ଦ୍ୱନ୍ଦ୍ୱ ଭିତରେ ରୁହ ନା, ପରିଷ୍କାର ରୁହ। ତୁମ ଭିତରେ ନମ୍ରତା ଗୁଣ ରହୁ। ଆଉ କ୍ରୋଧୀ ହେଇ ଆଜି କାହାକୁ ହାଣିବ, କାହାକୁ ମାରିବ, କାହାକୁ କାଟିବ। ଅନେକ ଘରେ ବି ଦେଖିଛି ପରିବାରରେ ଗୋଟେ ବ୍ୟକ୍ତି ଟିକେ ରାଗିଗଲେ ସେ ଟିଭି ଭାଙ୍ଗେ, ସେ ଟେବୁଲ ଫୋପାଡ଼ି ଦିଏ, ଚେୟାର ଫୋପାଡ଼ି ଦିଏ। ଯାହାକୁ ମାନେ ତାକୁ ଏସବୁ କଥାରୁ ନିବୃତ୍ତ ରୁହ। ଇଏ ଜୀବନ କେତୋଟି ଦିନ ପାଇଁ ଏ ଦୁନିଆକୁ ଆସିଛି, ଏଥିରୁ ନିବୃତ୍ତ ରହିବା ଉଚିତ। ବୈକୁଣ୍ଠ କହିଲେ ହଁ, ଏଇ କଥା ଗୁଡ଼ାକ ଯଦି ସଂଯମିତ ଭାବରେ ଆମ ଭିତରେ ରହିବ, ତାହେଲେ ଆମେ ଯେଉଁଠିକି ଯିବା ସେ ଯେ ଦେଶ ଯାଇ ସେ ଫଳ ଖାଇ, ଯେ ଦେଶ ଯାଇ ସେ ଫଳ ଖାଇ। ଆମେ ସବୁଠି ନିଜ ଘର ଭଳି, ନିଜ ଗାଁ ଭଳି ଆମେ ଚଳିପାରିବା, ଏଇଟା ନିଶ୍ଚିତ କଥା। ଆଉ ଏଇଆ ହେଲେ ଖାଇବି ନାହିଁ, ସେଇଆ ହେଲେ ପିନ୍ଧିବି ନାହିଁ, ଆଉ ଯେଉଁଠି ସବୁ ଜାଗା ତୁମେ ଆଡ଼ଜଷ୍ଟ ହେଇପାରିବନି। ବୈକୁଣ୍ଠ କହିଲେ ଧୃତି ହରା ଇଏ ମୂର୍ତ୍ତି, ନାହିଁ ନଥିବ କିଛି। ସେ କିଏ? ସେ ଆତ୍ମଶକ୍ତି। ତୁମ ଘରେ ଯେଉଁ ଇଷ୍ଟ ମୂର୍ତ୍ତି ଅଛନ୍ତି, ତୁମର ଯଦି ଗୁରୁ ଅଛନ୍ତି, ତୁମେ ଗୁରୁ ପ୍ରେମୀ ହେଇଛ ବା ସନ୍ଥ ପ୍ରେମୀ ହେଇଛ ବା ଶାସ୍ତ୍ର ପ୍ରେମୀ ହେଇଛ, ତାହେଲେ ତୁମ ଜୀବନ ସୁନ୍ଦର ହେବ। ସେଥିପାଇଁ ସେ କହିଲେ ଧୃତି ହରା ଇଏ ମୂର୍ତ୍ତି, ନାହିଁ ନଥିବ କିଛି। ମଧୁ କହିଲେ ମଧୁର ରସକୁ କରିବା ବର୍ଜନ, ଇଏ ଭଲ ଦ୍ରବ୍ୟକୁ
ସଦା ଲୋଡ଼ୁ ରହିଣ। ତେଣୁ ଆମେ ଏଇଆ ଆଲୋଚନା ହେଲା, ସେଇ କଥା ମଧ୍ୟ ମଧୁସୂଦନ କହିଲେ, ବୈକୁଣ୍ଠନାଥ ବ୍ରହ୍ମଚାରୀ କହିଲେ, ଠାକୁର ଅଭିରାମ ବି କହିଲେ, ବିଶ୍ୱଗୁରୁ ବାୟା କାଳିଆ ବଦାନ ବାୟା ପାଗଳା ସିଏ ମଧ୍ୟ କହିଲେ, ବାୟା ଗୀତାରେ ଲେଖିଲେ, ଭିକାରୀ ବେଶକୁ ନ ଧରି କିଏ ଭକ୍ତି ପାଇଛି। ଏ ଯେ ତୁଳସୀଦାସ ଯେଉଁ କହିଲେ, ଧରୋ ଗରିବ ବେଶ, ଭଲ କଥା, ଭଲ କାମ, ଭଲ ପରିବେଶ, ଭଲ ପରିବାର ଗଠନ ପାଇଁ ଜ୍ଞାନ ଭିକ୍ଷା କର, ଭକ୍ତି ଭିକ୍ଷା କର, କୃପା ଭିକ୍ଷା କର। ତୁମରି ଆଶିଷେ ସୁନ୍ଦର ଇଏ ଧରା। ତେଣୁ ସଜ୍ଜନ ବଳିଆ ଗୋଟିଏ ଗୀତ